ଗପ ଅମୃତରେ ଜହ୍ନମାମୁଁ ଗପ ପ୍ରକୃତ ଶାସକ। ବୈଶାଳୀ ରାଜ୍ୟର ରାଜା ମହେନ୍ଦ୍ର ମହାବୀର ଜଣେ ଆଦର୍ଶ ଶାସକ ଥିଲେ। ତାଙ୍କ ରାଜ୍ୟରେ କିଛି ବି ଅଭାବ ନଥିଲା। ପ୍ରଜାମାନେ ସୁଖ ଶାନ୍ତିରେ କାଳାତିପାତ କରୁଥିଲେ। ଚୋରି ଡକାୟତି ପରି ଅପରାଧ ଘଟୁ ନଥିଲା। ମହେନ୍ଦ୍ରପାଳ ବୃଦ୍ଧାବସ୍ଥାରେ ଉପନୀତ ହେବାରୁ ସେ ତାଙ୍କର ଉତ୍ତରାଧିକାରୀ ଏକମାତ୍ର ପୁତ୍ର ସୁବର୍ଣ୍ଣପାଳଙ୍କୁ ରାଜସିଂହାସନରେ ଆସୀନ କରିବାକୁ ମନସ୍ଥ କଲେ। ଚନ୍ଦ୍ରଗିରି ରାଜ୍ୟର ସୁଗୁଣବତୀ ଅସାମାନ୍ୟା ସୁନ୍ଦରୀ ରାଜକନ୍ୟା ଲାବଣ୍ୟଲତାଙ୍କ ସହିତ ତାଙ୍କର ବିବାହ ସମ୍ପନ୍ନ କରାଇଲେ। ଏହାପରେ ଏକ ଶୁଭ ମୁହୂର୍ତ୍ତରେ ବେଦ ମନ୍ତ୍ରୋଚ୍ଚାରଣ ସହିତ ସୁବର୍ଣ୍ଣପାଳ ସିଂହାସନ ଆରୋହଣ କଲେ। ସେହି ରାତ୍ରିରେ ମହେନ୍ଦ୍ରପାଳ ନିଜ କକ୍ଷକୁ ପୁତ୍ରକୁ ଡକାଇଲେ ଓ କହିଲେ, 100 ବର୍ଷ ତଳେ ଆମ ରାଜ୍ୟରେ ଘୋର ଅକାଳ ପଡ଼ିଥିଲା। ବର୍ଷା ନହେବାରୁ ପ୍ରଜାମାନେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଲେ। ସେତେବେଳର ଶାସକ ମୋ ପିତାମହ ବିକ୍ରମପାଳ ଅନେକ ଯାଗଯଜ୍ଞ କରାଇଲେ, ତଥାପି କିଛି ସୁଫଳ ମିଳିଲା ନାହିଁ। ଏହି ସମୟରେ ହିମାଳୟରୁ ଜଣେ ଯୋଗୀ ଆମ ରାଜ୍ୟକୁ ଆସିଲେ ଓ ସେ ତାଙ୍କୁ ଗୋଟିଏ ମୁଦ୍ରିକା ଦେଇ ଆଶୀର୍ବାଦ କଲେ। ସେ କହିଲେ, ଆପଣଙ୍କ ହାତରେ ଏହି ମୁଦ୍ରିକା ଥିବା ଯାଏଁ ଆପଣଙ୍କ ରାଜ୍ୟର କିଛି କ୍ଷତି ହେବ ନାହିଁ। ଆପଣଙ୍କ ପ୍ରଜାମାନେ ସୁଖରେ ରହିବେ। ସେହିଦିନ ଠାରୁ ନିୟମିତ ବର୍ଷା ହେଲା। କ୍ରମଶଃ ରାଜ୍ୟର ସର୍ବତୋମୁଖୀ ବିକାଶ ହେଲା। ପିତାମହ ସେହି ମୁଦ୍ରିକା ମୋ ପିତାଶ୍ରୀଙ୍କୁ ପ୍ରଦାନ କରିଥିଲେ। ପିତାଶ୍ରୀ ମୋତେ ସେହି ମୁଦ୍ରିକା ଦେଇଛନ୍ତି। ଏବେ ମୁଁ ତୁମକୁ ଏହା ଦେଉଛି। ମନେ ରଖ, ଏହା ଏକ ସାଧାରଣ ମୁଦ୍ରିକା ନୁହେଁ। କୌଣସି ସ୍ଥିତିରେ ମଧ୍ୟ ତୁମେ ଏହାକୁ ଆଙ୍ଗୁଳିରୁ ବାହାର କରିବ ନାହିଁ। ତୁମ ଅନ୍ତେ ତୁମ ପୁତ୍ରକୁ ଏହା ପ୍ରଦାନ କରିବ। ଏହା ମାଧ୍ୟମରେ ପ୍ରଜାମାନଙ୍କର ସକଳ ଇଚ୍ଛା ପୂରଣ ହେବ। ଏହା ସର୍ବଦା ସ୍ମରଣ ରଖିଥିବ ଯେ ପ୍ରଜାମାନଙ୍କର କଲ୍ୟାଣ ରାଜ୍ୟର ସବୁଠାରୁ ବଡ଼ କର୍ତ୍ତବ୍ୟ ଅଟେ, ପ୍ରାଣଠାରୁ ମଧ୍ୟ ଅଧିକ ଅଟେ। ଏହିପରି କହି ସୁବର୍ଣ୍ଣପାଳଙ୍କ ଆଙ୍ଗୁଳିରେ ସେ ମୁଦ୍ରିକାଟି ପିନ୍ଧାଇ ଦେଲେ। ଆପଣଙ୍କ ନିର୍ଦ୍ଦେଶ ଅବଶ୍ୟ ପାଳନ କରିବି, ସୁବର୍ଣ୍ଣପାଳ ପ୍ରତିଶ୍ରୁତି ଦେଲେ। ଏହାର 1 ବର୍ଷ ପରେ ମହେନ୍ଦ୍ରପାଳଙ୍କର ନିଧନ ଘଟିଲା। ସୁବର୍ଣ୍ଣପାଳ ପିତାଶ୍ରୀଙ୍କ ବଚନ ଅନୁସାରେ ସୁଚାରୁ ରୂପେ ରାଜ୍ୟ ପାଳନ କଲେ। ସବୁକିଛି ସୁରୁଖୁରୁରେ ଚାଲିଲା। ପିତାଙ୍କ ରାଜତ୍ୱ କାଳରେ ଯେପରି ସମୃଦ୍ଧି ଓ ଐଶ୍ୱର୍ଯ୍ୟ ଥିଲା, ତାଙ୍କ ସମୟରେ ତାହା ଅତୁଟ ରହିଲା। ରାଜ୍ୟରେ କୌଣସି ସମସ୍ୟା ନଥିଲା। ପ୍ରଜାମାନେ ପୂର୍ବବତ୍ ସୁଖ ଶାନ୍ତିରେ ଥିଲେ। ଦିନେ ମହାରାଣୀ ଲାବଣ୍ୟବତୀ ପତିଙ୍କୁ କହିଲେ, ଅନେକ ଦିନରୁ ମୋ ମନରେ ସମୁଦ୍ର ବିହାର ପାଇଁ ଆଶା ଜାଗିଛି। ଆପଣ ମୋର ଏହି ଇଚ୍ଛା ପୂରଣ କରିବେ କି? କିନ୍ତୁ ମୋ ସହିତ ଆପଣ ନ ଗଲେ ମୁଁ ଯିବି ନାହିଁ। ଏହି ସମୟରେ ଲାବଣ୍ୟବତୀ ସନ୍ତାନ ସମ୍ଭବା ଥିଲେ। ତେଣୁ ତାଙ୍କ ଇଚ୍ଛା ପୂରଣ କରିବାକୁ ରାଜା ନିଜର କର୍ତ୍ତବ୍ୟ ମନେ କଲେ। ସେ ସମୁଦ୍ର ବିହାର ପାଇଁ ସବୁକିଛି ଆୟୋଜନ କରାଇଲେ। ବିହାର ପାଇଁ ଏକ ନୌକାକୁ ସୁସଜ୍ଜିତ କରାଗଲା। ନୌକା ଉପରେ ବସି ସମୁଦ୍ର ବକ୍ଷରେ ବିହାର କରୁଥିବା ସମୟରେ ରାଣୀ ଲାବଣ୍ୟବତୀ ରାଜାଙ୍କ ଆଙ୍ଗୁଳିରେ ସେହି ଉଜ୍ଜ୍ୱଳ ମୁଦ୍ରିକା ଦେଖି ଆକର୍ଷିତ ହୋଇ କହିଲେ, ମହାରାଜ, ଆପଣଙ୍କର ଏହି ମୁଦ୍ରିକା ଥରେ ପିନ୍ଧିବା ପାଇଁ ମୋର ଇଚ୍ଛା ହେଉଛି। ମହାରାଣୀଙ୍କର ଏହିପରି ଇଚ୍ଛା ପ୍ରକାଶ ଶୁଣି ତାଙ୍କର ନିଜ ପିତାଙ୍କର ଚେତାବନୀ ମନେ ପଡ଼ିଗଲା। କୌଣସି ପରିସ୍ଥିତିରେ ମଧ୍ୟ ଆଙ୍ଗୁଳିରୁ ମୁଦ୍ରିକା ବାହାର ନ କରିବାକୁ ସେ କଡ଼ା ଚେତାବନୀ ଶୁଣାଇଥିଲେ। ରାଜା ଦ୍ୱନ୍ଦ୍ୱରେ ପଡ଼ିଗଲେ। ଗୋଟିଏ ପଟେ ପତ୍ନୀର ସନ୍ତୋଷ ଓ ଆରପଟେ ପ୍ରଜାମାନଙ୍କର ସୁଖ ଶାନ୍ତି। ପତ୍ନୀଙ୍କର ଇଚ୍ଛା ପୂରଣ ପାଇଁ ମୁଁ କ'ଣ ମୋ ରାଜ୍ୟକୁ ସଙ୍କଟରେ ପକାଇବି? ସେ ଏହା ଭାବୁଥିଲେ। ତଥାପି ଆଙ୍ଗୁଳିରୁ ମୁଦ୍ରିକା ବାହାର କଲେ, କାରଣ ସେ ରାଣୀଙ୍କର ମନରେ ଆଘାତ ଦେବାକୁ ଚାହୁଁନଥିଲେ। ରାଣୀ ସେହି ମୁଦ୍ରିକାକୁ ନିଜ ଆଙ୍ଗୁଳିରେ ପିନ୍ଧିବାକୁ ଚେଷ୍ଟା କଲା ବେଳକୁ ସମୁଦ୍ରର ଉତ୍ତାଳ ଲହରୀ ଉଠିଆସି ନୌକାରେ ପିଟି ହୋଇଗଲା ଓ ଚାହୁଁ ଚାହୁଁ ମୁଦ୍ରିକା ହାତରୁ ଖସିଯାଇ ସମୁଦ୍ର ଜଳରେ ପଡ଼ିଗଲା। ଏହିପରି ଘଟଣା ରାଜାଙ୍କୁ ହତବାକ୍ କରିଦେଲା। ସେ ତୁରନ୍ତ ଦକ୍ଷ ସନ୍ତରଣକାରୀଙ୍କୁ ଡକାଇଲେ। ସନ୍ତରଣକାରୀମାନେ ତାକୁ ଖୋଜାଖୋଜି କଲେ, ମାତ୍ର ମୁଦ୍ରିକା ମିଳିଲା ନାହିଁ। ମହାରାଣୀ ବହୁତ ମନ ଦୁଃଖ କଲେ ଓ ରାଜାଙ୍କୁ କ୍ଷମା ମାଗିଲେ। ଚିନ୍ତାଗ୍ରସ୍ତ ରାଜା
ରାଜଭବନରେ ପହଞ୍ଚିଲେ। ମତ୍ସ୍ୟଜୀବୀଙ୍କ ସହାୟତାରେ ମୁଦ୍ରିକା ଖୋଜିବା କାମ ଅବ୍ୟାହତ ରହିଲା, କିନ୍ତୁ କିଛି ସୁଫଳ ମିଳିଲା ନାହିଁ। ପିତାଙ୍କ ଚେତାବନୀ ଅନୁସାରେ ମୁଦ୍ରିକା ହଜିଯିବାର ପରିଣାମ ଦେଖାଦେଲା। ବର୍ଷା ଋତୁ ଆସିଗଲା, କିନ୍ତୁ ବୁନ୍ଦାଏ ମାତ୍ର ବର୍ଷା ହେଲା ନାହିଁ। କ୍ରମଶଃ କ୍ଷେତ ଶୁଖିଗଲା, ଅକାଳ ପଡ଼ିଲା। ରାଜା ଜାଣିପାରୁଥିଲେ ମୁଦ୍ରିକା ହଜିଯିବାରୁ ଏହିପରି ଅନର୍ଥ ଘଟୁଛି। ପିତାଶ୍ରୀଙ୍କ ଆଜ୍ଞା ଉଲ୍ଲଙ୍ଘନ କରିଥିବାରୁ ଏହିପରି ଦୁଷ୍ପରିଣାମ ଭୋଗିବାକୁ ପଡ଼ୁଛି। ଏହା ଚିନ୍ତା କରି ସେ ଦେବତାଙ୍କୁ ପ୍ରାର୍ଥନା କଲେ, ଯାଗଯଜ୍ଞ କଲେ, ତଥାପି ବର୍ଷା ହେଲା ନାହିଁ। ଏହି ସମୟରେ ପଡ଼ୋଶୀ ରାଜ୍ୟରୁ ସୁଦର୍ଶନ ନାମକ ଜଣେ ମହାପଣ୍ଡିତଙ୍କର ଆଗମନ ହେଲା। ସେ ରାଜାଙ୍କୁ କହିଲେ, ମହାରାଜ, ମୋତେ ସାଗରଦର୍ଶିନୀ ବିଦ୍ୟା ଜଣାଅଛି। ଏହା ସାହାଯ୍ୟରେ ମୁଁ ସାଗର ଗର୍ଭରେ ଲୁଚି ରହିଥିବା ପ୍ରତ୍ୟେକ ଜିନିଷ ଠାବ କରିପାରେ। ଆପଣ ମହିମା ମୁଦ୍ରିକା ଖୋଜିବାରେ ମୁଁ ଏହି ବିଦ୍ୟା ପ୍ରୟୋଗ କରିବି। ଯଦି ତାହା ମିଳିଯାଏ, ତେବେ ରାଜ୍ୟର କଲ୍ୟାଣ ହେବ ଓ ପ୍ରଜାମାନଙ୍କର ଦୁଃଖ ଦୂର ହେବ। ଏହା ଶୁଣିବା ପରେ ରାଜାଙ୍କର ମନେହେଲା ସତେ ଯେପରି ସ୍ୱୟଂ ଭଗବାନ ପଣ୍ଡିତଙ୍କ ରୂପରେ ସମ୍ମୁଖକୁ ଆସିଛନ୍ତି। ସେ ପଣ୍ଡିତଙ୍କୁ କୃତଜ୍ଞତା ଜଣାଇ ସମୁଦ୍ର ବିହାର ପାଇଁ ଆୟୋଜନ କରାଇଲେ। ତା ପରଦିନ ସୁବର୍ଣ୍ଣପାଳ ସୁଦର୍ଶନଙ୍କ ସହିତ ନୌକାରେ ବସି ସମୁଦ୍ର ଯାତ୍ରା କଲେ। ସୁଦର୍ଶନ ମନ୍ତ୍ରପାଠ କରୁଥିଲେ ଓ ମଙ୍ଗରେ ବନ୍ଧା ହୋଇଥିବା ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଗଭୀର ସମୁଦ୍ରକୁ ନିରୀକ୍ଷଣ କରୁଥିଲେ। ସମୁଦ୍ର ମଧ୍ୟରେ ଅନେକ ଜଳଜୀବ, ଖଣିଜ ସମ୍ପଦ, ଆଗରୁ ଡୁବି ଯାଇଥିବା ଜାହାଜ ଓ ନୌକାର ଭଗ୍ନାଂଶ ସେ ସ୍ପଷ୍ଟ ଦେଖିପାରୁଥିଲେ। କେତେ ଘଣ୍ଟା ପରେ ସୁଦର୍ଶନଙ୍କର ପ୍ରୟାସ ସଫଳ ହେଲା। ସେ ମହିମା ମୁଦ୍ରିକା ଦେଖିପାରିଲେ। ରାଜାଙ୍କର ଆଦେଶ ଅନୁସାରେ ଦକ୍ଷ ସନ୍ତରଣକାରୀ ସମୁଦ୍ର ମଧ୍ୟକୁ ପ୍ରବେଶ କଲେ, କିନ୍ତୁ ସେମାନେ ମୁଦ୍ରିକାକୁ ଦେଖିପାରିଲେ ନାହିଁ। ସେମାନଙ୍କୁ ଶୂନ୍ୟ ହସ୍ତରେ ଫେରି ଆସିବାର ଦେଖି ରାଜା ନିରାଶ ହେଲେ। ଏହା ଦେଖି ସୁଦର୍ଶନ କହିଲେ, ମହାରାଜ, ଏହି ମୁଦ୍ରିକା ମହିମାଯୁକ୍ତ ଅଟେ, ତେଣୁ କେବଳ ଯୋଗ୍ୟ ବ୍ୟକ୍ତିଙ୍କ ହାତରେ ଧରାଦେବ। ତେବେ ଏହି କାର୍ଯ୍ୟ କିଏ ସାଧନ କରିବ? ରାଜା ଆତୁର ହୋଇ ପ୍ରଶ୍ନ କଲେ, ଏଥିପାଇଁ କେବଳ ଆପଣ ହିଁ ଯୋଗ୍ୟ ଅଟନ୍ତି। ମହାରାଣୀଙ୍କ ହସ୍ତରୁ ମୁଦ୍ରିକା ଖସି ପଡ଼ିବାର କାରଣ ହେଉଛି ସେ ତାହା ଧାରଣ କରିବା ପାଇଁ ଯୋଗ୍ୟ ନଥିଲେ। ପ୍ରଜାଙ୍କର ହିତ ସାଧନ ପାଇଁ ଆପଣଙ୍କୁ ଏହା କରିବାକୁ ପଡ଼ିବ, ସୁଦର୍ଶନ ଜଣାଇଲେ। ମାତ୍ର ରାଜାଙ୍କର ଅଙ୍ଗରକ୍ଷୀମାନେ ଆତଙ୍କିତ ହୋଇ ପ୍ରକାଶ କଲେ, ମହାରାଜାଙ୍କୁ ସନ୍ତରଣ ଜଣା ନାହିଁ। ସେ କିପରି ସମୁଦ୍ର ବକ୍ଷକୁ ପ୍ରବେଶ କରିବେ? ମୁଁ ଏହି ସମସ୍ତ ଦୁଃଖର କାରଣ ଅଟେ। ମୋ ଯୋଗୁଁ ସେମାନଙ୍କୁ ଏତେ ଦୁଃଖ ଭୋଗିବାକୁ ପଡ଼ୁଛି। ସେମାନଙ୍କର ଦୁଃଖ ଦେଖିବା ଅପେକ୍ଷା ମୁଁ ପ୍ରାଣତ୍ୟାଗ କରିବା ଶ୍ରେୟସ୍କର ଅଟେ। ମୁଁ ମୋ ଜୀବନକୁ ବାଜି ଲଗାଇ ଏହି କାମ କରିବି। ଏପରି କହି ସେ ସମୁଦ୍ର ମଧ୍ୟକୁ ଲମ୍ଫ ପ୍ରଦାନ କଲେ। ଗୋଟିଏ ସ୍ଥାନରେ ସେ ତାଙ୍କର ଉଜ୍ଜ୍ୱଳ ମୁଦ୍ରିକା ପଡ଼ିଥିବାର ଦେଖିଲେ। ତାକୁ ସଂଗ୍ରହ କରି ସେ ଉପରକୁ ଆସିଲେ। ନୌକା ନିକଟକୁ ଆସି ରାଜା ପ୍ରଥମେ ସୁଦର୍ଶନ ପଣ୍ଡିତଙ୍କୁ କୃତଜ୍ଞତା ଜଣାଇଲେ। ମନେ ମନେ ପିତାଶ୍ରୀଙ୍କୁ କ୍ଷମା ମାଗିଲେ ଓ ଇଷ୍ଟଦେବଙ୍କୁ ସ୍ମରଣ କରି ଆଙ୍ଗୁଳିରେ ମୁଦ୍ରିକା ଧାରଣ କଲେ। ସେମାନେ ତଟଦେଶରେ ପହଞ୍ଚିବା ବେଳକୁ ଆକାଶ ମେଘାବୃତ ହୋଇସାରିଥିଲା। ପ୍ରବଳ ବର୍ଷା ଆରମ୍ଭ ହୋଇଗଲା। ଗୋଟିଏ ସପ୍ତାହରେ ନଦୀ, ପୁଷ୍କରିଣୀ, ଝରଣା ଆଦି ଜଳପୂର୍ଣ୍ଣ ହୋଇଗଲା। ଅଳ୍ପ ଦିନ ମଧ୍ୟରେ ରାଜ୍ୟ ଶସ୍ୟଶ୍ୟାମଳ ହୋଇଉଠିଲା। ପ୍ରଜାମାନେ ଆନନ୍ଦିତ ହେଲେ। ରାଜା ସୁଦର୍ଶନ ପଣ୍ଡିତଙ୍କୁ ରାଜଦରବାରରେ ସମ୍ବର୍ଦ୍ଧିତ କଲେ। ଏହାର ପ୍ରତ୍ୟୁତ୍ତରରେ ସୁଦର୍ଶନ ପ୍ରକାଶ କଲେ, ମହାରାଜ, ଏହା ମୋର ବଡ଼ପଣ ନୁହେଁ। ପ୍ରଜାଙ୍କର ରକ୍ଷା ପାଇଁ ଯେଉଁ ରାଜା ନିଜର ପ୍ରାଣତ୍ୟାଗ କରିବାକୁ ପ୍ରସ୍ତୁତ ହୋଇଥାଏ, ସେ ରାଜା ଦେବତା ତୁଲ୍ୟ। ସିଏ ହିଁ ପ୍ରକୃତ ଶାସକ।